ପଲ୍ଲୀରୁ ଯାଇ ଦିଲ୍ଲୀରେ ଚହଟିବେ ମାୟାଧର ଜୁଆଙ୍ଗ। ନା ଯେମିତି ମାୟାଧର, ତାଙ୍କ ମାୟାରେ ପଡ଼ିଯାଇଛନ୍ତି ଆଜି ରାଷ୍ଟ୍ରପତି। ଯେତେବେଳେ ରାଷ୍ଟ୍ରପତି 23 ମସିହାରେ ଆସିଥିଲେ ସେତେବେଳେ ମାୟାଧର ଚାଙ୍ଗୁ ବଜାଉଥିଲେ ଏବଂ ଲୋକମାନଙ୍କୁ, ଏଠିକାର ଯେଉଁ ଜନଜାତି ଲୋକ, ତାଙ୍କୁ ସଚେତନ କରୁଥିଲେ। ଆଉ ଏଇ ବାର୍ତ୍ତା ପହଞ୍ଚିଥିଲା ମହାମହିମ ରାଷ୍ଟ୍ରପତିଙ୍କ ପାଖରେ। ଆଉ ସେତେବେଳେ ତାକୁ ମଧ୍ୟ ରାଷ୍ଟ୍ରପତି ଡାକିଥିଲେ ଏବଂ ତାଙ୍କ ସହିତ ଆଲୋଚନା କରିଥିଲେ। ଆମ ସାଙ୍ଗରେ ଅଛନ୍ତି ବର୍ତ୍ତମାନ ମାୟାଧର ଜୁଆଙ୍ଗ। ଆମେ ସିଧାସଳଖ ତାଙ୍କ ସଙ୍ଗେ ଆଲୋଚନା କରିବା କିପରି ରହିଥିଲା ତାଙ୍କର ରାଷ୍ଟ୍ରପତି ସାଙ୍ଗରେ କଥାବାର୍ତ୍ତା, ଆଉ କିପରି ଆଜି ଯେଉଁ ଚିଠି ଆସିଲା ତାକୁ ନେଇ ସେ କେତେ ଖୁସି। ଆପଣ ନାଁଟା? ମୋ ନାଁଟା ମାୟାଧର ଜୁଆଙ୍ଗ, ଗ୍ରାମ ଗନାସିକା। ଆଜି ଚିଠି ଆସି ପହଞ୍ଚିଛି ଦିଲ୍ଲୀ ଯିବା ପାଇଁ, କେତେ ଖୁସି? ବହୁତ ଖୁସି ଆଜ୍ଞା। ଯେହେତୁ ମୁଁ ଜାଣିନଥିଲି ସାର୍, ମୁଁ ଜାଣିନଥିଲି ମୋ ପାଖକୁ ଯେମିତି ଆମର ଅଗଷ୍ଟ 15 ଗୋଟେ ପ୍ରୋଗ୍ରାମ୍ ଅଛି ନୂଆଦିଲ୍ଲୀରେ। ତ ତେଣୁ ବହୁତ ଖୁସି ମୁଁ, ଆମ ଗ୍ରାମ ଅଞ୍ଚଳ ପାଇଁ ବହୁତ ଖୁସି ମୁଁ, ଆମ ଲୋକମାନେ ବହୁତ ଖୁସି। କାରଣ ଆମେ ଯେତେବେଳେ ରାଷ୍ଟ୍ରପତି ଆସିଥିଲେ 2024-23 ମସିହାରେ, ଆମେ ସେତେବେଳେ ଆମ ଜାତି ଭାଇମାନଙ୍କୁ ନେଇକରି ଗୋଟେ ଚାଙ୍ଗୁ ପ୍ରୋଗ୍ରାମ୍ କରିଥିଲୁ ଏବଂ ସ୍ୱାଗତ କରିକିରି ମ୍ୟାଡ଼ାମମାନଙ୍କୁ, ରାଷ୍ଟ୍ରପତି ମ୍ୟାଡ଼ାମଙ୍କୁ ଆମେ ସ୍ୱାଗତ କରିଥିଲୁ। ତ ସେତେବେଳେ ଦେଖି ଆମକୁ ବହୁତ ଖୁସି ହେଇଥିଲା, ମାନେ ମନ କରୁଥିଲେ ସେମାନେ। ତ ଆମେ ଭାବୁଥିଲୁ କି ମୋ ରାଷ୍ଟ୍ରପତି, ମହାମୟୀ ରାଷ୍ଟ୍ରପତି ଆମକୁ ଭୁଲି ଯାଇଛନ୍ତି। ଯାହା ହଉ ଆଜି ବହୁତ ଖୁସି ଲାଗୁଛି। ଏତେ ଦିନ ହେଲା ପରେ ଆମେ ଭାବୁଥିଲୁ, ଗ୍ରାମବାସୀ ଏବଂ ମୁଁ ଭାବୁଥିଲି କି ଭୁଲି ଯାଇଛନ୍ତି, କିନ୍ତୁ ଯାହା ହଉ ଆଜି ମାନେ ହଠାତ୍ କିନା ମୋ ପାଖକୁ ନିମନ୍ତ୍ରଣ ପତ୍ର ଆସିଲା ନୂଆଦିଲ୍ଲୀରେ ଯୋଗ ଦେବା ପାଇଁ ତାଙ୍କ ପ୍ରୋଗ୍ରାମ୍ରେ। ମୋତେ ବହୁତ ଖୁସି ଲାଗୁଛି। ତ କ'ଣ କହିବେ ସେ ରାଷ୍ଟ୍ରପତି, ଏମିତି କ'ଣ ହେଲା ଯେ ଆପଣଙ୍କ ସହିତ ଯେଉଁ କଥାବାର୍ତ୍ତା ହେଲେ, କେଉଁଥିରେ ସେ ଏତେ ପ୍ରେରିତ ହେଇଗଲେ ଯେ ଆପଣଙ୍କୁ ଡାକିଲେ? ଆପଣ କ'ଣ କରୁଥିଲେ, କେତେ ପାଠ ପଢ଼ୁଥିଲେ, କ'ଣ କରୁଥିଲେ? ମୁଁ ସାର୍ 10ମ କ୍ଲାସ୍ରେ ପଢ଼ୁଥିଲି 2009-10ରେ ଆଜ୍ଞା। ତ ସେତେବେଳେ ମୁଁ ପଢ଼ିବାର ଆମର ବହୁତ ପ୍ରୋବ୍ଲେମ୍ ଗୋଟେ ଘରର ଥିଲା, ମୁଁ ଆଉ ପଢ଼ିଲି ନାହିଁ। ତ ମୁଁ ଭାବିଲି ଆମର ଗାଁ ପାଖରେ ଗୋଟେ ଆମର ଜେଡ଼ି ଅଫିସ୍ ବୋଲି ଥିଲା, ଯେହେତୁ ଜୁଆଙ୍ଗ ଡେଭଲପମେଣ୍ଟ ଏଜେନ୍ସି। ତ ସେଇ ଅଫିସ୍ ସାଙ୍ଗରେ ମୁଁ ଟିକେ ଜଡ଼ିତ ହେଲି। ଜଡ଼ିତ ହେଲା ପରେ ଆମର ଜୁଆଙ୍ଗମାନଙ୍କ ଟିକେ ମାନେ ସେବା କରିବା ମୋତେ ଇଚ୍ଛା ହେଲା। ମାନେ ତାଙ୍କ ପାଇଁ ମୁଁ ଏମିତି ବି ବହୁତ କିଛି ତାଙ୍କୁ ସାହାଯ୍ୟ କରିବା ପାଇଁ ମୋତେ ଇଚ୍ଛା ହେଲା ବେଳେ ମୁଁ ବିଭିନ୍ନ ପ୍ରକାର ସମସ୍ୟା ନେଇକରି ଅଫିସ୍ରେ ପହଞ୍ଚାଏ। ତେଣୁକରି ସେମିତି ହେଇକରି ମୁଁ ବହୁତ କାମ କରି ଆସୁଛି ଏବଂ ଆଗକୁ ମଧ୍ୟ କରିବି। ଯେତେବେଳେ ରାଷ୍ଟ୍ରପତି ସହିତ ଦେଖା ହେଲା ସେତେବେଳେ ରାଷ୍ଟ୍ରପତି କ'ଣ ପଚାରିଥିଲେ ଆଉ କ'ଣ କଥା ହେଇଥିଲେ? ପଚାରିଥିଲେ, ମହାମୟୀ ରାଷ୍ଟ୍ରପତି ପଚାରିଥିଲେ କି ମୋତେ ତୁମ ଗାଁରେ କ'ଣ କ'ଣ ସମସ୍ୟା ଅଛି, କ'ଣ କ'ଣ ହେଇଛି, କ'ଣ କ'ଣ ହେଇନି। ତ ଆମେ ସେଇଟା ପୁଙ୍ଖାନୁପୁଙ୍ଖ ଭାବରେ ଆମେ କହିଥିଲୁ ମ୍ୟାଡ଼ାମକୁ। ତ ଆଜି ନିମନ୍ତ୍ରଣ ଆସିଛି, ଆପଣ ସାଙ୍ଗ ହେଇକି ଯିବେ ନା କିଏ କିଏ ଯିବେ ସବୁ? ଆଜି ନିମନ୍ତ୍ରଣ ପହଞ୍ଚିଛି ମୋ ପାଖକୁ ଯିବା ପାଇଁ। ମୁଁ ଯିବି, ଆଉ ଆମର ଜେଡ଼ିଏର ବୋଧେ କେଉଁଠୁ କର୍ମୀ ଯିବେ ସାଙ୍ଗରେ ବୋଧେ। ତ କେତେ ଖୁସି ହେଇଥିଲେ? ବହୁତ ଖୁସି ଆଜ୍ଞା, ବହୁତ ଖୁସି। ଆମ ଅଞ୍ଚଳବାସୀ ବହୁତ ଖୁସି ଆଜ୍ଞା। ଆପଣ ଶୁଣିଥିଲେ ଯେ ସେମାନେ ଭାବିନଥିଲେ ଯେ ରାଷ୍ଟ୍ରପତି ତାଙ୍କୁ ମନେ ରଖିଥିବେ ଏବଂ ତାଙ୍କୁ ନିମନ୍ତ୍ରଣ ପଠାଇବେ ନୂଆଦିଲ୍ଲୀ ସମାରୋହ ସାମିଲ ହେବା ପାଇଁ। ଆମ ସାଙ୍ଗରେ ତାଙ୍କ ଗାଁର ଆଉ ଜଣେ ଯୁବକ ଅଛନ୍ତି, ତାଙ୍କୁ ପଚାରିବା। ଆପଣଙ୍କ ନାଁଟା କ'ଣ? ମୋ ନାଁ ଦଶରଥ ଜୁଆଙ୍ଗ ଆଜ୍ଞା। କ'ଣ କହିବେ, ଆଜି ଗାଁରୁ ଚିଠି ଆସିଛି, ରାଷ୍ଟ୍ରପତି ଆପଣଙ୍କୁ ମନେ ପକାଇଛନ୍ତି, କେତେ ଖୁସି? ମୁଁ ତ ବହୁତ ଖୁସି ଆଜ୍ଞା, ଆମର ଅଞ୍ଚଳବାସୀ ବହୁତ ଖୁସି। ତେଣୁକରି ଆମର ମାୟାଧର ଜୁଆଙ୍ଗ ପାଖକୁ ଚିଠିଟା ପହଞ୍ଚିବା ଭିତରେ ମୁଁ ଶୁଣିକି ଆଜ୍ଞା ବହୁତ ଖୁସି। ଆମ ଅଞ୍ଚଳବାସୀ, ଆମ ଜୁଆଙ୍ଗ ଲୋକ ହିଁ ବହୁତ ଖୁସି ଆଜ୍ଞା। ଯେତେବେଳେ ଆସିଥିଲେ ମହାମହିମ ରାଷ୍ଟ୍ରପତି, ସେତେବେଳେ ଆପଣ କ'ଣ କରୁଥିଲେ ସାଙ୍ଗରେ ଆଜ୍ଞା? ଆମେ ଚାଙ୍ଗୁ ବଜାଉଥିଲୁ ସେଠି। ସେମାନେ ଯେତେବେଳେ ପହଞ୍ଚିଲେ ଚାଙ୍ଗୁ ବଜେଇଲୁ ଆମେ ସେଠି। ମାୟାଧର ଜୁଆଙ୍ଗ ସେଠି ଯାଇକରି ତାଙ୍କର ମିଟିଂରେ ବି ଆଟେଣ୍ଡ କରିଥିଲେ। କ'ଣ ଆମର ସର୍ଦ୍ଦାରମାନଙ୍କୁ ପ୍ରାଇଜ୍ ବି ଦିଆଯାଉଥିଲା ଆଜ୍ଞା। ରାଷ୍ଟ୍ରପତି କ'ଣ କହିଲେ? କ'ଣ କହିଲେ, ଆମେ ତ ଚାଙ୍ଗୁ ନାଚୁଥିଲୁ ଆଜ୍ଞା ବ୍ୟସ୍ତରେ। ଆଉ ତାକୁ ଡାକିକି କହିଲେ, ସାଙ୍ଗ ହିସାବରେ କଥାବାର୍ତ୍ତା ହେଇଥିବେ, ତାକୁ କ'ଣ ପଚାରିଲେ, କ'ଣ କହିଲେ? ତାଙ୍କୁ ଡାକିଲେ ଆଜ୍ଞା, ତାଙ୍କୁ ଭିତରେ ସେମାନେ ମିଟିଂରେ ବସିଲେ, ତାଙ୍କୁ ଡାକିଲେ, ସେମାନେ ଭାଷଣ ଟିକେ ଦେଲେ ମାୟାଧର ଜୁଆଙ୍ଗ। ତେଣୁକରି ସେଇଟା ଆମେ ବହୁତ ଖୁସି ଆଜ୍ଞା। ଆଉ ଆଜି ଚିଠି ଆସି ନିମନ୍ତ୍ରଣ ଆସିଛି, ଯିବେ ସିଏ। ଗାଁର ମାନେ ପିଲା ହିସାବରେ କେତେ ଖୁସି? ଆଉ ଗାଁର ପିଲା ହିସାବରେ ବହୁତ ଖୁସି, ଆମେ ବହୁତ ଉତ୍ସାହିତ। ଆମର ଭାବିଥିଲେ କେବେ ରାଷ୍ଟ୍ରପତି ମନେ ପକେଇବେ, କି ମନେ ରଖିଛନ୍ତି ବୋଲି? ଆମେ ତ ଭାବିଲେ ଆଜ୍ଞା, ଆମେ ସେ ବୋଧେ ଭୁଲି ଯାଇଥିବେ। ତେଣୁକରି ଆଉ ଯାଉ ମନେ କରି ସେ ଚିଠି, ତାଙ୍କର ମାୟାଧର ଜୁଆଙ୍ଗ ନାଁରେ ଚିଠି ଆସିଛି। ତେଣୁକରି ଆମେ ବହୁତ ଗର୍ବିତ ଆଜ୍ଞା। ଆପଣ ଶୁଣିଥିଲେ ଯେ ସିଏ ନିଶ୍ଚିତ ରୂପରେ ଗର୍ବିତ, କାରଣ ସେମାନେ ଭାବିଥିଲେ ଯେ ମହାମହିମ ରାଷ୍ଟ୍ରପତି ତାଙ୍କୁ ଭୁଲି ଯାଇଥିବେ। କିନ୍ତୁ ତାଙ୍କର ଯେଉଁ କାମ ଥିଲା ଯେ ଜୁଆଙ୍ଗମାନଙ୍କୁ ଯେଉଁ ଉନ୍ନତି କରିବା, ଜୁଆଙ୍ଗମାନେ କେମିତି ମୁଖ୍ୟ ସ୍ରୋତରେ ସାମିଲ ହେବେ, ସେଥିପାଇଁ ସେ ଯେଉଁ ପାଠ ଛାଡ଼ି ଯେଉଁ ପ୍ରଚେଷ୍ଟା ଜାରି ରଖିଥିଲେ, ସେଥିପାଇଁ ଆଜି ମହାମହିମ ରାଷ୍ଟ୍ରପତି ତାଙ୍କୁ ମନେ ପକାଇ ଯେଉଁ ଅଗଷ୍ଟ 15 କାର୍ଯ୍ୟକ୍ରମ ହେବ ନୂଆଦିଲ୍ଲୀରେ, ସେଥିପାଇଁ ନିମନ୍ତ୍ରଣ କରିଛନ୍ତି। କେନ୍ଦୁଝର ଗନାସିକାରୁ ପ୍ରଣୟ କୁମାର ପାଣି, OTV।